ହାଏ ହ୍ୟାଲୋ ମୁଁ ତୁମର ପ୍ରିୟ ତପନ ସାର୍ ଆଜି ଏକ ସୁନ୍ଦର ଭିଡ଼ିଓ ନେଇ ଆସିଛି ଯେଉଁ ଭିଡ଼ିଓରେ ଆମେ ଆଲୋଚନା କରିବା ଦ ଡକ୍ଟର୍ସ ୱାର୍ଡର ୟୁନିଟ୍ 2। ଏହି ଭିଡ଼ିଓଟି ଯୁକ୍ତ 2ର କଳା ବିଜ୍ଞାନ ବାଣିଜ୍ୟର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ। ଭିଡ଼ିଓଟି ପରୀକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବ ଭିଡ଼ିଓରେ ମୁଁ ତୁମକୁ ଡକ୍ଟର୍ସ ୱାର୍ଡର ୟୁନିଟ୍ 1 ତା ସହିତ ତାର ଯେଉଁ ୱାର୍ମ ଅପ୍ ଆଉ ଇଣ୍ଟ୍ରୋଡକ୍ସନ୍ ଅଫ୍ ଅଥର ତାକୁ ମୁଁ ପଢ଼େଇଥିଲି, ତୁମ ସହିତ ଡିସ୍କସନ୍ କରିଥିଲି। ତ ଆଜି ୟୁନିଟ୍ 2ଟାକୁ ଆମେ ଗୋଟି ଗୋଟି କରି ଆଲୋଚନା କରିବା। ଦେଖ ୟୁନିଟ୍ 2 ଦେଖ ୟୁନିଟ୍ 2 ର ଆगे ୱାର୍ମ ଅପ୍ ଟା ପଢ଼ିବା। ୟୁନିଟ୍ 2 ର କ'ଣ ଅଛି? ୱାର୍ମ ଅପ୍। Does the illness of a person dear to your heart upset you? Does the illness of a person dear to your heart upset you? ତୁମର ଅତି ଯିଏ ଆପଣାର ବା ତୁମ ହୃଦୟର ନିକଟବର୍ତ୍ତୀ ଲୋକଟେ ଯଦି ଅସୁସ୍ଥ ଥିବ, ଇଲନେସ୍ ମାନେ ଅସୁସ୍ଥ ଥିବ, ନିଶ୍ଚିନ୍ତ ଭାବରେ ତୁମକୁ ଅପସେଟ୍ ମାନେ ଦୁଃଖୀ ତୁମକୁ କରେ କି ତୁମକୁ ଦୁଃଖୀ କରେ କି, ତାହେଲେ ତୁମର ହୃଦୟ ନିକଟରେ ଥିବା ମଣିଷଟି ବା ଯାହାକୁ ତୁମେ ବହୁତ ଭଲ ପାଅ, ଯଦି ସେଇ ପର୍ସନଟି ଅସୁସ୍ଥ ଥିବ ତାହା ତୁମକୁ ଦୁଃଖିତ କରେ କି ବୋଲି କ୍ୱେଶ୍ଚନ୍ସ ପଚରା ହେଉଛି। Can you guess how a doctor feels for his ailing friend? ତୁମେ କେବେ ଅନୁମାନ କରିଛ? ଗେସ୍ ମାନେ ଅନୁମାନ କରିବା। ହାଉ ଏ ଡକ୍ଟର କିପରି ଜଣେ ଡକ୍ଟର ଫିଲ୍ସ ଅନୁଭବ କରେ ଫର୍ ହିଜ୍ ତାର ଅସୁସ୍ଥ ବନ୍ଧୁ, ଏଲାଇଂ ମାନେ ଅସୁସ୍ଥ ବନ୍ଧୁ ପାଇଁ କିପରି ଅନୁଭବ କରେ ଗୋଟେ ଜଣେ ଡକ୍ଟର, ତମେ କେବେ ଅନୁମାନ କରିଛ? ରିଡ୍ ଦ ଫଲୋଇଂ ୟୁନିଟ୍ ଅଫ୍ ଦ ଟେକ୍ସଟ। ଆସ ପଢ଼ିବା ନିମ୍ନଲିଖିତ ଟେକ୍ସଟକୁ ଏବଂ ନୋଟ୍ କରିବା ହାଉ ଡକ୍ଟର ରମନ ଫିଲ୍ସ, କିପରି ଡକ୍ଟର ରମନ ଅନୁଭବ କରୁଛନ୍ତି, ୱେନ୍ ହି ଫାଇଣ୍ଡସ୍ ଯେତେବେଳେ ସେ ପାଉଛନ୍ତି ତାଙ୍କର ବସମ୍ ଫ୍ରେଣ୍ଡ ମାନେ ଘନିଷ୍ଠ ବନ୍ଧୁକୁ, ଇନ୍ ଏ କ୍ରିଟିକାଲ କଣ୍ଡିସନ୍ ଗୋଟେ କ୍ରିଟିକାଲ କଣ୍ଡିସନରେ, ସଙ୍କଟାପନ୍ନ ପରିସ୍ଥିତିରେ ବା ଜଟିଳ ବା ସିରିୟସ୍ କଣ୍ଡିସନରେ ଯେତେବେଳେ ଡକ୍ଟର ତାଙ୍କର ଘନିଷ୍ଠ ବନ୍ଧୁକୁ ପାଉଛନ୍ତି ସେ କେମିତି ଅନୁଭବ କରୁଛନ୍ତି, ଆସ ୟୁନିଟ୍ 2ରେ ଆମେ ପଢ଼ିବା। ହଉ, ଏଇ ଯେ ସବୁ କ୍ୱେଶ୍ଚନ୍ସ ରହିଲା, ତାହେଲେ କେମିତି ଜଣେ ଡକ୍ଟର ଅନୁଭବ କରନ୍ତି ତାଙ୍କର ଅସୁସ୍ଥ ବନ୍ଧୁ ପାଇଁ, ଆମେ ସେସବୁ ଗୁଡ଼ାକୁ ପଢ଼ିବା। ଏବେ ଦେଖିବା ଦ ଟେକ୍ସଟକୁ ଆସ। ଟୁଡେ ଆଜି standing over a bed, the doctor felt that he himself needed someone to tell him soothing lies. ଆଜିର ଦିନରେ କ'ଣ ହେଇଛନ୍ତି ନା ଗୋଟେ ବେଡ୍ ଖଟ ନିକଟରେ ଡକ୍ଟର ଛିଡ଼ା ହୋଇଥିଲେ। ଛିଡ଼ା ହେଇ କ'ଣ କରୁଛନ୍ତି? ଅନୁଭବ କରୁଥିଲେ। ଦ ଡକ୍ଟର ଭାବୁଥିଲେ ବା ଅନୁଭବ କରୁଥିଲେ ଯେ ହି ହିମସେଲ୍ଫ ନିଡେଡ୍, ସେ ନିଜେ ଆବଶ୍ୟକ କରୁଥିଲେ ଜଣକୁ, ଟୁ ଟେଲ୍ ହିମ୍ ଯିଏକି ତାଙ୍କୁ କହିବ, ସୁଦିଂ ଲାଇଜ୍ ମାନେ କମ୍ଫର୍ଟେବଲ ଲାଇଜ୍, ଯେଉଁ ମିଛ ତାଙ୍କୁ ଖୁସି ଦବ, ଯେଉଁ ମିଛ ତାଙ୍କୁ ଆନନ୍ଦିତ କରିପାରିବ, ଯେଉଁ ମିଛ ତାଙ୍କୁ ଆଶ୍ୱାସନା ଦବ, ସେଇଭଳିଆ ମିଛ ତାଙ୍କୁ କେହି ଜଣେ କୁହନ୍ତୁ। ସେ ଭାବୁଥିଲେ କାହା ପାଖରେ ନା ଖଟ ନିକଟରେ ଠିଆ ହୋଇ। He mopped his brow with his kerchief. ସିଏ ପୋଛିଲେ, ମପ୍ ମାନେ ପୋଛିବା, ତାଙ୍କର ବ୍ରୋ ମାନେ କପାଳ, ତାଙ୍କର କପାଳକୁ ସେ ପୋଛିଲେ କୋଉଥିରେ ନା ତାଙ୍କର କର୍ଚିପ୍ ରୁମାଲରେ, and sat down ଏବଂ ବସି ପଡ଼ିଲେ, in the ଚେୟାରରେ ବସି ପଡ଼ିଲେ, beside the ବେଡ୍ କଡ଼ରେ ପୁଣି ଗୋଟେ ଚେୟାର ଯୋଉ ଥିଲା ସେ ଚେୟାରରେ ଦେଇକି ବସି ପଡ଼ିଲେ। ଠିଆ ହେଇକି ଭାବୁଥିଲେ କି ସତରେ କେହି ଗୋଟେ ଏମିତି ଲୋକ ଥାନ୍ତେ ଯିଏକି ମତେ ଆଜି ଏମିତି ଗୋଟେ ମିଛ କହିବ ଯୋଉଟାକି ମତେ ଆନନ୍ଦ ଦବ, ସୁଦିଂ ଲାଇଜ୍।
ମାନେ କମ୍ଫର୍ଟେବଲ ଲାଇଫ୍ ବା ପ୍ଲେଜେଣ୍ଟ ଲାଇଫ୍, ଯୋଉଟା କି ମତେ ଆନନ୍ଦ ଦବ। ମିଛ ହୋଇଥାଇପାରେ ବଟ୍ ସେଟା ମତେ ଆନନ୍ଦ ଦଉଥିବା ଦରକାର, ଖୁସି କରେଇ ପାରୁଥିବା ଦରକାର। ଇଏ ତ ଭାବୁଥିଲେ। ତାପରେ ସେ କଣ କଲେ, ପୋଛିଲେ ତାଙ୍କର ବ୍ର, କପାଳକୁ ପୋଛିଲେ କୋଉଥିରେ ନା ତା କର୍ଚିପରେ, କର୍ଚିପ ମାନେ ରୁମାଲରେ, ଏବଂ ସାଟ୍ ଡାଉନ୍ ବସି ପଡିଲେ ଇନ୍ ଦ ଚେୟାର, ଚେୟାରରେ ବସିଲେ ବିସାଇଡ୍ ଦ ବେଡ୍, କୋଉଠି ନା ବେଡ୍ କଡରେ, ବେଡ୍ କଡରେ ଯୋଉ ଚେୟାର ଥିଲା ସେଥିରେ ବସି ପଡିଲେ। On the bed lay his dearest friend in the world, ବେଡ୍ରେ ଶୋଇ ରହିଥିଲା ତାଙ୍କର ପ୍ରିୟ ବନ୍ଧୁ। ବେଡ୍ରେ କିଏ ଶୋଇ ରହିଥିଲା ନା ତାଙ୍କର ପ୍ରିୟ ବନ୍ଧୁ। ଇନ୍ ଦ ୱାର୍ଲଡ, ସଂସାରରେ ଯୋଉ ତାଙ୍କର ପ୍ରିୟ ବନ୍ଧୁ ଥିଲା ସେ ଶୋଇ ରହିଥିଲା। ତାଙ୍କ ନାଁ କଣ ଥିଲା ନା ଗୋପାଳ। ଯୋଉ ୱାର୍ଲଡରେ ବା ସଂସାରରେ ତାଙ୍କର ଯୋଉ ପ୍ରିୟ ବନ୍ଧୁ କିଏ ନା ଗୋପାଳ, ସେ ଗୋପାଳ କଣ ରହିଥିଲା ନା ଶୋଇ ରହିଥିଲା। They had known each other for 40 years now, ସେମାନେ ପରସ୍ପରକୁ 40 ବର୍ଷ ହେଲା ଜାଣିଥିଲେ ବୋଲି କୁହାଉଛି। ଟୁଡେ ମାନେ ଆଜି, ମାନେ ଆଜିକୁ ସିଏ ପରସ୍ପରକୁ କେତେ ବର୍ଷ ହେଲାଣି ଜାଣିଲେଣି ନା 40 ବର୍ଷ ହେଲାଣି ଜାଣିଲେଣି। ପରୀକ୍ଷାରେ ଆସିବ MCQ questions, 40 ବର୍ଷ ହେଲାଣି ସେମାନେ ପରସ୍ପରକୁ ଜାଣିଥିଲେ। starting with their kindergarten days, ଏଇ ଯୋଉ 40 ବର୍ଷ ହେଲାଣି ପରସ୍ପରକୁ ଜାଣିଥିଲେ। ଯୋଉ ଦିନ ଡକ୍ଟର ଠିଆ ହୋଇଛନ୍ତି କାହା ପାଖରେ ନା ତାଙ୍କର ଫ୍ରେଣ୍ଡ ଗୋପାଳ ଅସୁସ୍ଥ ହୋଇ ଶୋଇ ରହିଥିଲା, ତାଙ୍କ ପାଖରେ ସେ ଠିଆ ହେଇକି ଭାବୁଥିଲେ ସତରେ କେହି ଜଣେ ଆସନ୍ତେ ଆଉ କୁହନ୍ତେ, କିଛି ମିଛ କୁହନ୍ତେ ଯୋଉଟା ମତେ ଆନନ୍ଦିତ କରନ୍ତା। ସେ ଭାବି ଭାବି ବସି ପଡିଲେ, ବସିକି ମନେ ପକଉଛନ୍ତି କି ମୋର ଗୋପାଳ ସହିତ ଆଜିକୁ 40 ବର୍ଷର ବନ୍ଧୁତ୍ୱ। ସେ ବନ୍ଧୁତ୍ୱ ଷ୍ଟାର୍ଟ ହେଇଥିଲା କିଣ୍ଡରଗାର୍ଟେନ ଡେଜ୍, ଚାଟଶାଳୀରୁ ଆରମ୍ଭ ହେଇଥିଲା। କୋଉଠୁ ନା ଚାଟଶାଳୀରୁ ତା ସହିତ ମୋର ବନ୍ଧୁତ୍ୱ ଆରମ୍ଭ ହେଇଥିଲା। They could not of course meet as much as they wanted. They could not meet as much as they wanted. Of course ମାନେ ନିଶ୍ଚିନ୍ତ ଭାବରେ ସେମାନେ ଯେତେ ମାତ୍ରାରେ ଚାହୁଁଥିଲେ ଭେଟି ପାରୁନଥିଲେ। they wanted, ସେମାନେ ଚାହୁଁଥିଲେ, ଯେତିକି ସେ ଚାହୁଁଥିଲେ ପରସ୍ପରକୁ ଭେଟିବା ଲାଗି ସେତିକି ସେମାନେ ନିଶ୍ଚିନ୍ତ ଭାବରେ ଭେଟି ପାରୁ ନଥିଲେ। each being wrapped in his own family, ପ୍ରତ୍ୟେକ କଣ ହେଇଥିଲେ wrapped ହେଇଥିଲେ, ମାନେ include, ମାନେ ନିଜକୁ ନିଜେ ବାନ୍ଧି ହୋଇ ଯାଇଥିଲେ ତାଙ୍କର ନିଜର ପାରିବାରିକ ସମସ୍ୟାରେ ଏବଂ ବୃତ୍ତିଗତ ସମସ୍ୟାରେ। ପ୍ରଫେସନ ମାନେ ବୃତ୍ତିଗତ, ବୃତ୍ତିରେ ଏବଂ ପରିବାରରେ ନିଜକୁ ବାନ୍ଧି ରଖିଥିଲେ। ସେଇ ଲାଗି ସେମାନେ ଯଥେଷ୍ଟ ସମୟ ପାଉନଥିଲେ ପରସ୍ପରକୁ ଭେଟିବା ଲାଗି, ଯେତେ ମାତ୍ରାରେ ସେମାନେ ପରସ୍ପରକୁ ଭେଟିବା ଲାଗି ଚାହୁଁଥିଲେ। ଅକେଜନାଲି, ଅନେକ ସମୟରେ, ଅନ ଏ ସଣ୍ଡେ, ସଣ୍ଡେରେ କଣ ହଉଥିଲା, ଅକେଜନାଲି ବେଳେ ବେଳେ, ସଣ୍ଡେରେ ଗୋପାଳ would walk into the consulting room, ଗୋପାଳ ଅକେଜନାଲି ମାନେ ବେଳେ ବେଳେ, ସଣ୍ଡେରେ କଣ କରୁଥିଲେ ନା ଗୋପାଳ ଚାଲିକି ଯାଉଥିଲେ କୋଉଠିକି ନା କନସଲ୍ଟିଂ ରୁମକୁ ଯାଉଥିଲେ, ପରାମର୍ଶ ଗୃହ ଯୋଉ ଅଛି ସେଠିକୁ ଯାଉଥିଲେ। and wait patiently, ଏବଂ ଅପେକ୍ଷା କରୁଥିଲେ ଧୈର୍ଯ୍ୟର ସହକାରେ, in a corner, ଗୋଟେ କୋଣରେ, till the doctor was free, ଯେପର୍ଯ୍ୟନ୍ତ ଡକ୍ଟର କଣ ହେଇଯାଉନଥିଲେ ନା ଫ୍ରି ହେଇଯାଉନଥିଲେ ସେ ପର୍ଯ୍ୟନ୍ତ ଗୋପାଳ ଯାଇକି କଣ କରୁଥିଲା ନା ଅପେକ୍ଷା କରୁଥିଲା ପରାମର୍ଶ ବା ୱେଟିଂ ରୁମରେ। କୋଉଠି ୱେଟିଂ ରୁମ ଟା ଥିଲା ନା ଯୋଉ ଡକ୍ଟର ରମନଙ୍କର ଗୋଟେ କ୍ଲିନିକ ଥିଲା, ସେ କ୍ଲିନିକରେ ଯୋଉ ୱେଟିଂ ରୁମ ଥିଲା, ସେ ୱେଟିଂ ରୁମରେ ବା କନସଲ୍ଟିଂ ରୁମରେ ସେ ଅପେକ୍ଷା କରୁଥିଲା ଯେପର୍ଯ୍ୟନ୍ତ ଡକ୍ଟର ରମନ ତାଙ୍କ କାମରୁ ଫ୍ରି ହେଇଯାଉନଥିଲେ। କୋଉ ଦିନରେ ଯାଉଥିଲା ନା ସଣ୍ଡେରେ ଯାଉଥିଲା। ମନେ ରଖିବ ପିଲାମାନେ, ପରୀକ୍ଷାରେ MCQ କ୍ୱେଶ୍ଚନ୍ସ ଆସିବ। ତ ଏଇଟା କଣ ଫ୍ଲାଶବ୍ୟାକ୍, ସିଏ ପୁଣି ଯୋଉ ରାଇଟର ଅଛନ୍ତି ଫ୍ଲାଶବ୍ୟାକ୍ ଦେଖଉଛନ୍ତି, ତମକୁ ବତଉଛନ୍ତି ନା ଏମିତି ଏମିତି ହଉଥିଲା ଯେତେବେଳେ ଗୋପାଳ ଭଲ ଥିଲା, ଏବେ ତ ବେଡରେ ପଡିଛି ନା। ଏଇଟା ଫ୍ଲାଶବ୍ୟାକ୍ କଥା କହୁଛି, ପୂର୍ବ କଥା କହୁଛି। ପେସେଣ୍ଟଲି ମାନେ ଧୈର୍ଯ୍ୟ ସହକାରେ। and then, ଏବଂ ତାପରେ they would dine together, ତାପରେ ସେମାନେ ମିଶି କଣ କରୁଥିଲେ ନା ଖାଉଥିଲେ। see a picture, ତାପରେ କଣ ଦେଖୁଥିଲେ, ପିକ୍ଚର ଦେଖୁଥିଲେ। and talk of each other's life, ଏବଂ ନିଜ ନିଜର ଜୀବନ ବିଷୟରେ ବା ପରସ୍ପରର ଜୀବନ ବିଷୟରେ ସେମାନେ କଥାବାର୍ତ୍ତା ହେଉଥିଲେ। and activities, ଲାଇଫ ଆଉ activities, କଣ କଣ ସବୁ କାମ ଚାଲିଛି, କଣ ଚାଲିଛି ତା ବିଷୟରେ କଥା ହଉଥିଲେ। it was a classic friendship, ଏହା ଗୋଟିଏ ଟ୍ରୁ ଫ୍ରେଣ୍ଡସିପ ଥିଲା, ଏହା ଗୋଟେ
ट्रू फ्रेंडशिप थिला स्टैंडिंग ओवर एटा गोटे ट्रू फ्रेंडशिप तैयारी होई जाइतिला बोली कहूची गोटे ट्रू फ्रेंडशिप कोन हेतिला ना तैयारी होइतिला ontossed by changing time circumstances activities देखो ontossed माने not affected माने प्रभावित हेउ नथिला बा अपरिवर्तनीय बोली कहि परिबो कहा द्वारा परिवर्तन जो समय रो परिवर्तन होउची सर्कमस्टेंसेस माने परिस्थिति परिवर्तन होउची एवं एक्टिविटीज माने कार्यकलाप भी परिवर्तन होउची मात्र तांकर फ्रेंडशिप जो थिला तांकर जो ट्रू फ्रेंडशिप केबे भी परिवर्तन होउ नथिला बा अफेक्टेड होउ नथिला प्रभावित होउ नथिला ई सब कारण जोगु इटा मु आशा करछि पिला माने तुम बुझी पारथिबो तापर पैराग्राफ को जिबा इन इज बिजी राउंड ऑफ वर्क तांकर कार्य व्यस्ततारे डॉक्टर रमन हैड नॉट नोटिस डॉक्टर रमन कौन करि नथिले नोटिस करि नथिले डॉक्टर रमन कौन कर नथिले नोटिस करि नथिले ध्यान देई नथिले जे गोपाल हैड नॉट कॉल्ड इन फॉर ओवर 3 months नाउ आजी को 3 मास हेलानी गोपाल कौन कर नथिले ना तांकू विजिट कर नथिले बा तांकू भेटी नथिले ए कथाटा को किए नोटिस कर नथिले ना डॉक्टर रमन नोटिस करि नथिले आजी को 3 मास हेलानी कोन ना गोपाल तांकू विजिट करि नथिले बा भेटी नथिले he just remembered it when he saw Gopal's son এই কথাটা কোন মনে পকেইলে যে को कथाटा he just remembered it हा मने पकेल कि गोपाल मते 3 मास हेलानी कोन हिनी ना भेटी नाही when he saw जेते बेले से देखिले गोपाल कर सन गोपाल रो पुओ बसी थिला गोटे बेंच रे इन द कंसल्टिंग हॉल परामर्श गृह रे गोटे जो वेटिंग हॉल रे गोटे बेंच पड़थिला से बेंच रे बसी थिबारो देखिला वन क्राउडेड मॉर्निंग गोटे जनगहलीपूर्ण सकाळे कोन हेतिला ना गोपाल रो पुओ बसी थिला कंसल्टिंग हॉल जो अछि वेटिंग हॉल रो गोटे बेंच रे बसी थिला सेटा को किए देखिला ना गोपाल देखिला सॉरी डॉक्टर रमन देखिले देखिबारु से मने पकेइले कि गोपाल मते 3 मास हेलानी कोन लेखाई छि ऊपर 3 months 3 मास हेलानी ए पर्यंत भेटी नाही ए कथा को एबे जो हमरो डॉक्टर रमन गोपाल तो बेड रे पड़ी छि हेले कि नै एबे जो ता पाखरे बसी छि आ ए सब जिंस को मने पकोउ छि तापरे डॉक्टर रमन कुड नॉट टॉक टू हिम फॉर ओवर एन आवर डॉक्टर रमन ता सहित कथा होई पालेनी कहारो गोपाल रो सन जो आस्तिला ता सहित कथा होई पालेनी फॉर ओवर एन आवर घंटे पर्यंत ता सहित कथा होई पाइले नाही when he got up and was about to pass onto the operation room जेते बेले से उठिले माने कोठु ना तंग कार्यरु माने व्यस्त थिले कार्यरु उठिले एवं was about to pass onto the operation room एवं ऑपरेशन रूम को जाउथिले कि जाउथिले ना रमन he called up the young man से डाकिले से young man को एवं पचारिले what brings you here sir आपण एठा को काहे कि आछंती सर बा कोन पई आछंती सर बोली ताको संबोधन सार बोली संबोधन करचंती खुशी रे द यूथ वाज नर्वस एंड शाय यूथ कोन हेतला नर्वस हे जैतला आ ता सहित कोन शाय लाजी जैतला टिके डरी जैतला एवं लाजी जैतला मदर सेंड मी हियर ता सहित से कोन कहला ना मां मते एठा को पठैले व्हाट कैन आई डू फॉर यू पुनी एबे डॉक्टर रमन पचांछ मु तुम पई कोन करि परिबी फादर इज इल ये रिप्लाई दोची बापा असुस्थ अछंती बापा कोन अछंती ना बापा असुस्थ अछंती बोली गोपाल रो पुओ का कहला ना डॉक्टर रमन को कहला बुझी पालो कि नै छुआ माने तले कहूची कोन सेकंड पैराग्राफ रे ना तांकर इन हिज बिजी राउंड ऑफ वर्क तांकर कार्य व्यस्तता रे डॉक्टर रमन हैड नॉट डॉक्टर रमन आ भूली जाइथिले गोपाल आसीनी तांको भेटिनी 3 मास हेलानी क्लिनिक को आसीनी और भेटिनी
କାରଣ ବହୁତ ବ୍ୟସ୍ତରେ ଥିଲେ। କିଏ ନା ଡକ୍ଟର ଲୋକ, ଡକ୍ଟର ରମନ ଭାରି ବ୍ୟସ୍ତ ରହୁଥିଲେ ତାଙ୍କ କ୍ଲିନିକରେ, ହେଲେ ସେ ଭୁଲି ଯାଇଥିଲେ କି 3 ମାସ ହେଲାଣି ଗୋପାଲ ତାଙ୍କୁ ଭେଟିନି। ସେ କଣ ହେଇଛି ନା ଦିନେ ହଠାତ୍ କି ମନେ ପଡିଲା ଗୋପାଲ ତାଙ୍କୁ 3 ମାସ ହେଲାଣି ଭେଟିନି। କେତେବେଳେ ନା ୱେନ୍ ହି ସୋ, ଯେତେବେଳେ ଦେଖିଲେ ଗୋପାଲର ପୁଅ ଆସିକି ବସିଛି କନସଲ୍ଟିଂ ହଲରେ, ସେ ଜାଣନ୍ତି ଗୋପାଲ ଆସିକି ବସିବା କଥା, କି ଗୋପାଲର ପୁଅ କାହିଁକି ଆସିଛି। ଯେତେବେଳେ ଗୋପାଲର ପୁଅକୁ ଦେଖିଲେ ତାଙ୍କର ମନେ ପଡିଲା। ଗୋଟେ ଜନଗହଳିପୂର୍ଣ୍ଣ ସକାଳଟା ବି ହେଇଥାଏ, ବହୁତ ପେସେଣ୍ଟ ବଗେରା ଆସିଥାନ୍ତି, ତ ସେ ଲାଗି ଘଣ୍ଟେ କାଳ ସିଏ ତା ହାତରେ କଥା ହୋଇପାରିଲେ ନାହିଁ। ଆଉ ଯେତେବେଳେ ସେ ଅପରେସନ ରୁମକୁ ଯାଉଥିଲେ, ତାକୁ ଡାକିକି ପଚାରିଲେ କାହିଁକି ତୁ ଆସିଛୁ, ନା ମା ମତେ ପଠେଇଥିଲେ। ମା କାହିଁକି ତତେ ପଠେଇଛନ୍ତି, ମୁଁ ତତେ କଣ ହେଲ୍ପ କରିପାରିବି ତାହେଲେ, ନା ବାପା ଅଛନ୍ତି ଅସୁସ୍ଥ, ବାପା ଅସୁସ୍ଥ ଅଛନ୍ତି। ତାହେଲେ ବାପା ଯେ ମାନେ ଗୋପାଲ ଅସୁସ୍ଥ ଅଛି, ସେଇ ଲାଗି ତ ସେ 3 ମାସ ହେଲାଣି ତାଙ୍କୁ ଭେଟି ପାରିନଥିଲା ନା। ତ ମୁଁ ଆଶା କରୁଛି ପିଲାମାନେ ତୁମେ ବୁଝିପାରିଥିବ, ଆଉ ଯଦି ଠିକ ଭାବରେ ବୁଝିପାରୁଛ ତାହେଲେ ଠିକ ଅଛି। ନିଶ୍ଚିନ୍ତ ଭାବରେ ପରୀକ୍ଷାରେ ଆସିବ MCQ କ୍ୱେଶ୍ଚନ୍ସ, ତାକୁ ଠିକ ଭାବରେ କରିବ। ମୁଁ ମଧ୍ୟ MCQ କ୍ୱେଶ୍ଚନ୍ସକୁ ଆଗାମୀ ଦିନରେ ଆଗାମୀ ଭିଡିଓଜରେ ମୁଁ ଆଲୋଚନା କରିବି। ଆଉ ବାକି ରହିଲା ପିଲାମାନେ, ଯଦି କିଛି କାହାରି ଡାଉଟ୍ ରହିଯାଇଥାଏ, ସେ କମେଣ୍ଟ ସେକ୍ସନରେ ତୁମେ ତୁମର ଡାଉଟ୍କୁ ମେନସନ୍ କରିଦେବ। ମୁଁ ନିଶ୍ଚିନ୍ତ ଭାବରେ ତୁମ ଡାଉଟ୍କୁ କ୍ଲିୟର କରିବି। ଆଉ ତୁମ ସାଙ୍ଗମାନଙ୍କୁ ଏ ଭିଡିଓଟି ସେୟାର କରିବ, ताकि ସେମାନେ ବି ଭିଡିଓକୁ ଦେଖି ବହୁତ ସାରା ନଲେଜ ନେଇପାରନ୍ତୁ। ଆଉ ଯେଉଁମାନେ ସବସ୍କ୍ରାଇବ କରିନାହଁ ବା ତୁମ ସାଙ୍ଗମାନେ ଯେଉଁମାନେ କରିନାହାନ୍ତି ତାଙ୍କୁ କହିବ ନିଜେ କରିବ ସବସ୍କ୍ରାଇବ। ଆଉ ଅଲ୍ ଟାଇମ୍ ଯେଉଁ ନୋଟିଫିକେସନ ଆସେ ବେଲକୁ, ତାକୁ ମଧ୍ୟ କ୍ଲିକ୍ କରିବ, ତାକି ଯେଉଁ ସବୁ ଭିଡିଓସ୍ ମୁଁ ବନେଇବି ପ୍ରଥମେ ତ ତୁମ ପାଖରେ ଯାଇକି ପହଞ୍ଚିବ। ନୋଟିଫିକେସନ ଆଇକନକୁ ଅଲ୍ କରିକି ତୁମେ କ'ଣ କରିବ, ତାକୁ ଅନ୍ କରିବ। ତ ଯାହା ବି ହଉ ପିଲାମାନେ, ମୁଁ ଆଶା କରୁଛି ତୁମେମାନେ ବୁଝିପାରିଥିବ। ତ ଆଜିର ଯେଉଁ କ୍ଲାସକୁ ଆମେ ଏଠି ରଖିବା ପୂର୍ବରୁ ପିଲାମାନେ ଆଉ ଯେଉଁ ଡାଉଟ୍ ତୁମର ରହିଯାଇଥିବ ତାକୁ ସବୁ ମେନସନ୍ କରିଦେବ। ତ till then, bye bye and see you next class. Thank you. ଜୟ ଜଗନ୍ନାଥ।